ମୋର ଗୋଟେ ପ୍ରଶ୍ନ ଥିଲା ମାନେ ଆମେ ସବୁ କଣ ମାନେ ବେଳେ ବେଳେ ମନରେ ଗୋଟେ ଭାବି ଦଉଛୁ କି ଆଜି ଆଜି ଏତିକି ଜପ କରିବି ଏତିକି ପଢିବି, କିନ୍ତୁ ଯୋଉ ଦିନ ନିଷ୍ପତ୍ତି ନେଇଥିବୁ ଏତିକି ଜପ କରିବୁ ଏତିକି ପଢିବୁ ସେଦିନ ଆଗେ ଡିଷ୍ଟର୍ବାନ୍ସ ହଉଛି। ଏଇଟା ମାନେ ମାନେ ଆର କାରଣ ଟା କଣ ମୁଁ ମଧ୍ୟ ଜାଣିପାରୁନି, ଟିକେ କହିବି। ଆପଣ ଏତେ ସିରିୟସଲି ଭକ୍ତି କରୁଛନ୍ତି ତ ମାୟା ଦେବୀ ବି ବହୁତ ସିରିୟସଲି ଆପଣଙ୍କୁ ଦେଖୁଛନ୍ତି। ଆରେ ସୁଖଦେବ ବାହୁନ ହେଲାଣି, ଇଏ କରିବ ସିଏ କରିବ। ତ ଦେନ୍ ମାୟା ଦେବୀ ବି ପୁରା ତାଙ୍କର ପୁରା ଯେତେ ଫୋର୍ସ ଅଛି ପୁରା ଫୋର୍ସ ଟା ଆପଣ ଉପରେ ଲଗାଉଛନ୍ତି, ଆଉ ଆପଣ ଖାଲି ପଢୁଛନ୍ତି। ବୁଝିପାରିଲେ ନା? ତ ସେଥିଲାଗି କହନ୍ତି ନା, ମାୟା ତ ସମସ୍ତଙ୍କ ଉପରେ ମାୟା ହାବି ହୁଏ, କିନ୍ତୁ ଖାସ କରିକି ଯୋଉମାନେ ଭକ୍ତି କରନ୍ତି ତାଙ୍କ ପାଇଁ ମାୟା ଦେବୀ ଏକ୍ସଟ୍ରା ଡ୍ୟୁଟି କରନ୍ତି। ବୁଝିପାରିଲେ? ମାୟା ଦେବୀ ଡଜ୍ ଏକ୍ସଟ୍ରା ଡ୍ୟୁଟି କଣ ପାଇଁ? କାରଣ ଆପଣ ଏ ଭବସାଗର ଛାଡିକି ଭଗବାନଙ୍କ ଧାମ ଯିବି ବୋଲି ଡିକ୍ଲେୟାର କରିଛନ୍ତି ନା। ତ ମାୟା ଦେବୀ ବୋଲେ ଆଚ୍ଛା, ହଁ ଦୈବୀ ଏସ ଗୁଣମୟୀ ମମ ମାୟା ଦୂରତେୟା, ମତେ ଛାଡିକି ପଳେଇବୁ ତୁ, ଆଚ୍ଛା ଦେଖିବା। ତ ଭକ୍ତ ମାନଙ୍କ ଉପରେ ମାୟା ଦେବୀଙ୍କର ଏକ୍ସଟ୍ରା ଡ୍ୟୁଟି ଥାଏ, 24 ଆୱାର ଡ୍ୟୁଟି କରନ୍ତି ମାୟା ଦେବୀ। ସେଥିଲାଗି ୱି ହାଭ୍ ଟୁ ବି ଭେରି କେୟାରଫୁଲ। ଯଦି ଆମେ ଭକ୍ତିରେ ଯାହା ବି କରୁଛେ କଣ ବି କରୁଛେ, ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ, ଭଗବାନଙ୍କର କୃପା ଯାଚନା କରିବା ଉଚିତ। ବୈଷ୍ଣବ ସଂଘ ଗୁରୁ କୃପା ଏସବୁ ଗୋଟେ କୃପା ହୃଦୟ, କୃତଜ୍ଞ ହୃଦୟ ସହିତ ଆମେ ଶରଣାଗତି ଭାବରେ ଯେତେବେଳେ ଆମେ ପାଳନ କରିବା, ଭଗବାନଙ୍କ କୃପାରେ ଆମେ ପାଳନ କରିପାରିବା। ଆମେ ଆମ ନିଜ ଶକ୍ତିରେ କିଛି କରିପାରିବାନି। ଆମେ କହିବା ମୁଁ ଏଇଟା ନେଇଗଲି, ମୁଁ ଏ ପ୍ରମିସ କରିଦେବି, କାଲିଠୁ ଏଇଟା କରିଦେବି ସେଇଟା କରିଦେବି। ମାୟା କହ ହଁ ଠିକ ଅଛି ବାବା, ନେ ତୁ ନେ, ମୁଁ ଦେଖୁଛି କଣ କରିଦବୁ ତୁ। ତା ଆଗରେ ଆମେ ଏମିତିକା ଖସିଯିବା। କିନ୍ତୁ ସେଇଟାକା ଯେତେବେଳେ ଆମେ ଭଗବାନଙ୍କ କୃପାରେ କରିବା, ତାଙ୍କ ଭଗବାନଙ୍କ କୃପାରେ ଆମେ କରିପାରିବା। ଆମେ ଆମ ନିଜ ଶକ୍ତିରେ କିଛି କରିପାରିବାନି। ତ ଏଇ ଜିନିଷଟାକୁ ଆମକୁ ଭାବିବା ଉଚିତ।